ଡେରି ନ କରି ଚାଲନ୍ତୁ କାହାଣୀଟାକୁ ଆରମ୍ଭ କରିବା। ରବିବାରର ସେଦିନ ରାତି ପ୍ରାୟ 1ଟା ହେବ। ମୁଁ ସେତେବେଳେ କାମରୁ ଫେରୁଥାଏ। ସେଦିନ ଥିଲା ଅମାବାସ୍ୟାର କାଳ ରାତି। ଲାଗୁଥିଲା ଯେମିତି ଅମାବାସ୍ୟାର ଏ କାଳ ରାତି ଏତେ ବଡ଼ ସୃଷ୍ଟିକୁ ନିଜ କାଳ ଛାୟାରେ ଆଚ୍ଛାଦିତ କରିଛି। ମୁଁ ସେତେବେଳେ ବଜାରରେ ଥିବା ମୋ ଦୋକାନ ବନ୍ଦ କରି ଘରକୁ ଫେରୁଥାଏ। ବଜାରରୁ ମୋ ଘର ପ୍ରାୟ 10 କିଲୋମିଟର ତ ହେବ। ମୁଁ ବାଟରେ ମୋ ଗାଡ଼ିରେ ଯାଉଥାଏ। ବାଟରେ କୁକୁର ବିଲୁଆମାନଙ୍କର ଚିତ୍କାର ଲାଗୁଥିଲା, ଯେପରି ଦିନର କୋଳାହଳକୁ ସହି ନପାରି ଏମାନେ ନିଜର ପ୍ରତିକ୍ରିୟା ଦେଖାଉଛନ୍ତି। କିନ୍ତୁ ଶବ୍ଦ ଏମିତି ଲାଗୁଥିଲା ଯେ କେହି ବି ଡରିଯିବ। କିନ୍ତୁ ମୋ ମନରେ ଟିକେ ବି ଭୟ ନ କରି ଚାଲିଥାଏ। ଠିକ୍ 1:30 ସମୟରେ ମୁଁ ଗୋଟିଏ ପଡ଼ିଆ ପାଖରେ ପହଞ୍ଚିଲି। ସେତେବେଳେ ଝିପିଝିପି ବର୍ଷା ବି ଆରମ୍ଭ ହୋଇସାରିଥିଲା। ଠିକ୍ ସେତିକି ବେଳେ ମୋ ଗାଡ଼ି ହଠାତ୍ ରହିଗଲା। ମୁଁ ଗାଡ଼ିକୁ ଗଡ଼େଇ ଗଡ଼େଇ ପାଖରେ ଥିବା ବରଗଛ ପାଖକୁ ନେଲି। ସେ ପଡ଼ିଆରେ କିଛି ଚଳୁଥିବାର ଓ ତା ପାଖରେ 4-5 ଜଣ ଲୋକ ଛିଡ଼ା ହୋଇଥିବାର ଦେଖିଲି। ମୁଁ ଭାବିଲି ବୋଧହୁଏ କାହାର ମୃତ୍ୟୁରେ ସେଠି ଶବଦାହ ହେଉଥିବ। କିନ୍ତୁ ହଠାତ୍ କିପିଛୁଳାକେ ସେ ଘଟଣା ସେଠାରୁ ଯେପରି ଶୂନ୍ୟ ହୋଇଗଲା। ସେତେବେଳେ ମୁଁ କିଛି ବୁଝିପାରୁନଥାଏ। ତଥାପି ମନରେ ସାହସ ବାନ୍ଧି ମୁଁ ଅପେକ୍ଷା କରିଥାଏ। ସେହି ସମୟରେ ଦେଖିଲି ଯେ ଗୋଟିଏ ଷଣ୍ଢ ଦ୍ରୁତ ଗତିରେ ମୋ ଆଡ଼କୁ ଦୌଡ଼ିକି ଆସୁଛି। ମୁଁ କ'ଣ କରିବି କିଛି ବି ବୁଝିପାରିନଥାଏ। ସେ ଷଣ୍ଢଟି ମୋ ପାଖରେ ପହଞ୍ଚିବା ମାତ୍ରକେ ପକ୍ଷୀ ହୋଇ ଉଡ଼ି ଚାଲିଗଲା। ସେତେବେଳକୁ ମୁଁ ପୁରା ଡରି ଯାଇଥିଲି। କ'ଣ କରିବି କ'ଣ ନାହିଁ କିଛି ବି ବୁଝିପାରୁନଥିଲି। ସେତିକିବେଳେ ହଠାତ୍ ମୋ ନଜର ପଡ଼ିଲା ପଡ଼ିଆ ମଝିରେ ଥିବା ଗୋଟିଏ ବଡ଼ ବରଗଛ ଉପରେ। ଗଛର ଉପର ଭାଗରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିଲା ରସି ଦେଇ। କିନ୍ତୁ ଯେତେବେଳେ ବିଜୁଳିର ସେ ଚମକ ତାର ଚେହେରା ଉପରେ ପଡ଼ିଲା, ତାର ଭୟାନକ ଚେହେରା ଦେଖି ମୋ ଦେହ ଯେମିତି ଶୀତେଇ ଉଠିଲା। ତାର ଚେହେରା ଗୋଟିଏ କଙ୍କାଳର ଥିଲା। ଏସବୁ ଦେଖି ସାରିବା ପରେ ମୋ ଦେହରେ ଯେମିତି ଜୀବନ ହିଁ ନଥିଲା। ସେତିକିବେଳେ ଗୋଟିଏ ରିକ୍ସା ଗଲା। ମୁଁ ତାକୁ ଅଟକାଇ ପଚାରିଲି, ଭାଇ ମୋତେ ଆଗ ଗାଁରେ ଟିକେ ଛାଡ଼ିଦେବ? ସେ ମୋତେ ଇସାରାରେ ହଁ କହିଲା। ମୁଁ ରିକ୍ସାରେ ବସିଲି। କିଛି ବାଟ ଗଲା ପରେ ସେ ହଠାତ୍ ରହିଗଲା। ମୁଁ ତାକୁ ପଚାରିଲି, ଭାଇ ରହିଗଲ ଯେ? ସେ ଉତ୍ତର ଦେଲା ନାହିଁ। ମୁଁ ଦ୍ୱିତୀୟ ଥର ପଚାରିଲି, କିନ୍ତୁ ପ୍ରଥମ ଥର ପରି ହତାଶ। ଯେତେବେଳେ ତାକୁ ଡାକିବା ପାଇଁ ତାର କାନ୍ଧ ଉପରେ ହାତ ମାରିଲି, ହଠାତ୍ ତାର ମୁଣ୍ଡଟି ତଳକୁ ଗଳି ପଡ଼ିଲା। ଏହାକୁ ଦେଖିବା ମାତ୍ରେ ମୁଁ ଚମକି ପଡ଼ିଲି। ତାପରେ ମୁଁ ଚେତା ହରାଇଲି। ଯେତେବେଳେ ମୋ ଚେତା ଆସିଲା, ମୋ ଚାରିପଟେ ଲୋକ ଥିଲେ। ମୁଁ କିଛି ବୁଝିପାରୁନଥାଏ। ସେମାନଙ୍କ ମଧ୍ୟରୁ ଜଣେ ମୋତେ ପଚାରିଲା, ଭାଇ ତମେ ଏଠି କ'ଣ କରୁଛ? ମୁଁ କହିଲି, ମୋ ଘର କମାପଡ଼ା। ମୁଁ ଦୋକାନ ବନ୍ଦ କରି ବାସ୍ ଘରକୁ ହିଁ ଆସୁଥିଲି, ଏଇ ନାଲିଗୋଡ଼ି ରାସ୍ତାରେ। ଆଉ ଜଣେ ବ୍ୟକ୍ତି କହିଲା, ତମେ କମାପଡ଼ା ରାସ୍ତା 3 କିଲୋମିଟର ପଛରେ ଛାଡ଼ି ଦେଇ ଯାଇଛ? ତାର ଏ କଥା ଶୁଣି ମୁଁ କିଛି ବୁଝିପାରୁନଥାଏ। ମୁଁ କହିଲି, କାଲି ଏଠି ବରଗଛ ମୂଳେ ମୋ ଗାଡ଼ି ଖରାପ ହୋଇଯାଇଗଲା। ଏଇଠି ବରଗଛ ମୂଳେ ମୋ ଗାଡ଼ି ଯେତେବେଳେ ଖରାପ ହେଲା, ମୁଁ ଏଠି ରାତି ସାରା ଭୟାନକ ଜିନିଷ ଦେଖିଛି। ବ୍ୟକ୍ତି ଜଣକ ପଚାରିଲା, କ'ଣ ଦେଖିଲ? ଏଠି କୌଣସି ରାସ୍ତା କି କୌଣସି ବରଗଛ ନାହିଁ। ଆମେ ତମକୁ ଗୋଟିଏ ବଣ ଭିତରେ ଅଚେତ ଅବସ୍ଥାରେ ପାଇଲୁ। ମୁଁ ଯେତେବେଳେ ଉଠି ସେ ଜାଗାକୁ ଦେଖିବା ପାଇଁ ଚାହିଁଲି, ଆଶ୍ଚର୍ଯ୍ୟଜନକ ଭାବେ ସେଠି କିଛି ହିଁ ନଥିଲା। ସେଠାରେ କେବଳ କିଆ ଓ ବଡ଼ ବଡ଼ ଆକାଶୀୟ ଗଛ ଥିଲା। ମୋତେ ଲାଗୁଥିଲା ମୁଁ ଯେମିତି ପାଗଳ ହୋଇଯାଇଛି। କାଲିର ଘଟଣା ଓ ରାସ୍ତାର ଆଜି ଯେମିତି କୌଣସି ଚିହ୍ନ ବନ ହୋଇନଥିଲା। ମୁଁ କହିଲି, କାଲି ରାତିରେ ଜୁଇ ଜଳିବା, ଆତ୍ମହତ୍ୟା, ଗୋଟିଏ ଷଣ୍ଢର ଚଢ଼େଇବା ପରିଣତ ହେବା ଓ ରିକ୍ସାବାଲାର ମୁଣ୍ଡ ଗଳି ପଡ଼ିବା, ଏସବୁ କ'ଣ ତାହେଲେ? ତାଙ୍କ ଭିତରୁ ଜଣେ କହିଲା, ଭାଇ ତମେ ବଞ୍ଚିଗଲ, ସେଇଟା ବଡ଼ କଥା। ତମେ ଯାହା ସବୁ ଦେଖିଲ ସେମାନେ ହେଉଛନ୍ତି ଭୂତ ପିଶାଚ। 10 ବର୍ଷ ତଳେ ଏମାନେ ମଣିଷ ଥିବା ସମୟରେ ଲୋକମାନଙ୍କୁ ହଇରାଣ କରୁଥିଲେ। ଏମାନଙ୍କ କାମରୁ ରାଗି ଯାଇ ଲୋକମାନେ ତାକୁ ଗୋଟିଏ ଘରେ ବନ୍ଦ କରି ନିଆଁ ଲଗାଇଦେଲେ। ସେବେଠାରୁ ସେମାନେ ଏଇଠି ହିଁ ରହୁଛନ୍ତି। ସେଥିପାଇଁ ଏଠି କେହି ଆସୁନାହାନ୍ତି। ଏଠି ଯିଏ ଆସେ କେବେ ଫେରିକି ଯାଏ ନା। ତମର ଭାଗ୍ୟ ଭଲ ଯେ ତମେ ବଞ୍ଚି ଯାଇଛ। ମୁଁ କହିଲି, ମୋ ଗାଡ଼ି ତ ଖରାପ ହୋଇଯାଇଛି। କିନ୍ତୁ ଜଣେ ଲୋକ ଗାଡ଼ି ଷ୍ଟାର୍ଟ କରି କହିଲା, ତମ ଗାଡ଼ି ତ ଠିକ୍ ଅଛି।
ମୋ ଡର ଯୋଗୁଁ 5 ଜଣ ଲୋକ ମୋତେ ନେଇ ମୋ ଘରେ ଛାଡ଼ିଲେ। ମୁଁ ପ୍ରଥମେ ଭୂତ ଉପରେ ବିଶ୍ୱାସ କରୁନଥିଲି, କିନ୍ତୁ ସେହି ଘଟଣା ପରେ ମୋ ବିଶ୍ୱାସ ହେଲା ଯେ ଯଦି କୌଣସି ସକାରାତ୍ମକ ଶକ୍ତି ଅଛି ମାନେ ନକାରାତ୍ମକ ଶକ୍ତି ବି ରହିବା ସ୍ୱାଭାବିକ। ତ ଫ୍ରେଣ୍ଡସ୍, ଆପଣଙ୍କୁ କାହାଣୀଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମଧ୍ୟରେ ଜଣାଇବେ ଏବଂ ଭିଡ଼ିଓକୁ ଲାଇକ୍ ଏବଂ ସେୟାର ସବସ୍କ୍ରାଇବ୍ କରିବେ। ତେବେ ଦେଖା ହେବ ଆଉ ଗୋଟେ କାହାଣୀରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।